ଜୀବନ ସଂଗ୍ରାମରେ ଦୁଇ ବୃଦ୍ଧ ବୃଦ୍ଧା। ବୟସର ସମୟ ଅନେକ ଆଗକୁ ଗଡ଼ିଯାଇଛି। ବିଶ୍ରାମ ନେବାର ସମୟ ନିମନ୍ତ୍ରଣ କରିସାରିଥିବା ବେଳେ ବିଶ୍ରାମର ସୁଯୋଗ ଖୋଜି ବୁଲିଛି ବୃଦ୍ଧାଟିଏ। ବୟସର ଅପରାହ୍ନରେ ପରିଣତ ବୟସରେ ଅନେକ କିଛି ସ୍ୱପ୍ନ ଦେଖିଥାଏ ନିରୀହ ମଣିଷଟିଏ। ଛୋଟ ସଂସାରଟିଏ କରି ପୁଅ ବୋହୂଙ୍କ ସହିତ ନାତି ନାତୁଣୀ ମେଳରେ ଜୀବନର ସ୍ୱର୍ଗ ସୁଖ ଭୋଗ କରିବ। ଜଞ୍ଜାଳମୟ ଜୀବନର ଶେଷ ସମୟରେ ବିଶ୍ରାମ ନେଇ ଖୁବ୍ ଶାନ୍ତିରେ ସଂସାରରୁ ସ୍ୱର୍ଗପୁରକୁ ଚାଲିଯିବ। ଅନେକ ସ୍ୱପ୍ନ ଅନେକ ଆଶା ନେଇ ଜୀବନ ଡଙ୍ଗାରେ ଛୋଟ ସଂସାର ବୋଇତକୁ ଆଗକୁ ନେଇ ଚାଲେ ସିନା, କିନ୍ତୁ ସେ ଜାଣିପାରି ନଥାଏ ଯେ ସେହି ବୋଇତ ଦିନେ ତାଙ୍କ ପାଇଁ ଅଭିଶାପର କାଳରାତ୍ରି ସୃଷ୍ଟି କରିବ। ଜୀବନର ଯବନିକା ସ୍ତର ପର୍ଯ୍ୟନ୍ତ ସେ ଜୀବନର ସଂଘର୍ଷ କରି ଚାଲିବ। ବଞ୍ଚିବାର ରାହା ଧରି ବୟସର ଅପରାହ୍ନରେ ମଧ୍ୟ ଚଲାପଥରେ ବାଟ ଚାଲିବ। ଏମିତି ଏକ ଦୁଃଖ ଭରା କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମଇଦାନକେଲ ଗ୍ରାମ ପଞ୍ଚାୟତର ବାଘୁଆ ସାହିରେ। ଗ୍ରାମର ଦୁଇ ବୃଦ୍ଧ ବୃଦ୍ଧା ଜୟଦେବ ବାଘୁଆ ଏବଂ ଚାନ୍ଦ ବାଘୁଆ, ସେ ଦୁଇ ଜଣ ଏବେ ସ୍ୱାମୀ ସ୍ତ୍ରୀ ହୋଇ ବାର୍ଦ୍ଧକ୍ୟ ସମୟରେ ବଞ୍ଚିବାର ସଂଗ୍ରାମ କରୁଛନ୍ତି। ପୁଅ ଜନ୍ମ କରି ବୋହୂଟିଏ ଆଣିଦେଲା ପରେ ବୋଧେ ବାପା ମା ଅଲୋଡ଼ା ହୋଇଗଲେ। ଗୋଟିଏ ଚୁଲିରେ ତିଆରି ହେଉଥିବା ଖାଦ୍ୟ ଏବେ ଦୁଇଟି ଚୁଲିରେ ପରିବର୍ତ୍ତନ ହୋଇଗଲା। ଯବନିକା ପରଦାର ଅନ୍ତିମ ସମୟରେ ଉଭୟ ସ୍ୱାମୀ ସ୍ତ୍ରୀ ହୋଇ ଗୋଟିଏ ଡୋରିରେ ବାନ୍ଧି ହୋଇ ରହିଛନ୍ତି। ନା ପାଖରେ ଅଛନ୍ତି ପୁଅ ବୋହୂ, ନା ସାଥିରେ ଅଛନ୍ତି ନାତି ନାତୁଣୀ। ସମସ୍ତେ ହୋଇଗଲେ ସାତପର। ସାତ ଦୀପ ଆଠ କଳସକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇ ଦୁହେଁ ଦୁହିଁଙ୍କ ପାଖରୁ ଅଲଗା ହୋଇପାରୁ ନାହାନ୍ତି, କିନ୍ତୁ ଅଲଗା ହୋଇଗଲେ ତାଙ୍କ ରକ୍ତ। ପୁଅ ସୁଖ କ୍ଷଣିକ ମଧ୍ୟରେ ପାଣି ଫଟକା ପରି ମିଳେଇଗଲା। ଏବେ ଦୁଇ ଜଣଙ୍କ ଭବିଷ୍ୟତ ଜୀବନରେ ଘଟି ଆସିଛି କାଳରାତିର ବିଭୀଷିକା ଝଡ଼। ରୋଜଗାର କହିଲେ କେବଳ ଜୟଦେବ ବାଘୁଆଙ୍କ ବାର୍ଦ୍ଧକ୍ୟ ଭତ୍ତା ଗଣ୍ଡିକ। ସେହି ବାର୍ଦ୍ଧକ୍ୟ ଭତ୍ତାରେ ମାସ ସାରା ଦୁଃଖ କଷ୍ଟରେ ଚଳିବା ନିଅଣ୍ଟ ହେବାରୁ ଦୁଇ ଜଣ କାମଧନ୍ଦା କରିବାକୁ ବାଧ୍ୟ ହୁଅନ୍ତି। ଚାନ୍ଦ ବାଘୁଆଙ୍କୁ 61 ବର୍ଷ ହୋଇଥିଲେ ମଧ୍ୟ ସେ ବାର୍ଦ୍ଧକ୍ୟ ଭତ୍ତା ପାଇନାହାନ୍ତି। ଚାଲିବାର ଶକ୍ତି ଯାହା ପାଖରେ ନାହିଁ, ସେ ପୁଣି ଖାଦ୍ୟ ପାଇଁ କାମଧନ୍ଦା କରି ନିଜ ପେଟ ପୋଷିବା ଯେ କେତେ ଦୁଃଖଦାୟକ, ତାହା ବର୍ଣ୍ଣନା କରିବା ଅସମ୍ଭବ। ଯେଉଁ ସମୟରେ ସେମାନେ ପୁଅ ବୋହୂଙ୍କ ମେଳରେ ନାତି ନାତୁଣୀ ସହିତ ସୁଖର ଜୀବନ କାଟିଥାନ୍ତେ, ସେହି ସମୟରେ ନିଜ ପେଟକୁ ଦାନା ଗଣ୍ଡିଏ ପାଇଁ ଜୀବନ ସଂଗ୍ରାମରେ ଝାସ ଦେଉଛନ୍ତି। ଏମିତି ଅବସ୍ଥାରେ ଜନ୍ମ କଲା ବାପା ମାଙ୍କୁ ଛାଡ଼ି ଯେ ପୁଅ କେମିତି ନିଷ୍ଠୁର ସାଜିଲା, ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାହା ବି ହେଉ, ଜନସାଧାରଣରେ ପ୍ରଶାସନକୁ ଅନୁରୋଧ କରାଯାଉଛି, ଯଥାଶୀଘ୍ର ଚାନ୍ଦ ବାଘୁଆଙ୍କ ବାର୍ଦ୍ଧକ୍ୟ ଭତ୍ତାଟି କରିଦେଲେ ବୟସର ଅପରାହ୍ନରେ ବଞ୍ଚିବାର ସଂଘର୍ଷ କରୁଥିବା ଦୁଇଟି ବାଟୋଇ ପାଇଁ କୁଟାଖିଅର ସାହା ହୋଇପାରିବ। କେନ୍ଦୁଝର ସଦରରୁ କ୍ଷେତ୍ରବାସୀ ମହନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।